ଜୟ ଜଗନ୍ନାଥ। ଆଉ ପୂର୍ଣ୍ଣିମା ପଢା ହଉଛି ଆଜି ଭଲ କଥା ଥିଲା। ଆଜି ଆଲୋଚନା କରିବା ଭକ୍ତିରେ ଭକ୍ତ, ଭକ୍ତରେ ଭକ୍ତି ନୁହଁ, ଭକ୍ତିରେ ଭକ୍ତି। ତମେ ଦେଖୁଥବ ବର୍ତ୍ତମାନ ସମୟରେ ଅନେକ ଭକ୍ତ ବାହାରିଲେ, ସବୁ ଯିବ ସାଧୁ ସନ୍ଥ ପାଖକୁ ଯୋଉ ଯିବ ଦେଖିବ ତାଙ୍କର ସବୁ ପରମାନେଣ୍ଟ ପଟ୍ଟ ଶିଷ୍ୟ ସବୁ ଥିବେ ନା। ସେ ଏମିତି ବଇଥିବେ ସେ ଲୋକଙ୍କୁ ଦେଖିଲେ ଭାରି ଛାଣ୍ଟିଆ ହେଇଯାଆନ୍ତି। ଆମେ ଯାଇଛୁ କେତେ ଜାଗା ଦେଖି, କଥାଟା ବୁଝିପାରୁଛୁ ନା ବୁଝିପାରୁଛୁ? କିନ୍ତୁ ଭକ୍ତ ବା ସବୁବେଳେ କଣ ନତମସ୍ତ, ଭକ୍ତ ଉପରକୁ ମୁଣ୍ଡ ଟେକେନି। ନିକିତି ଭୋଜନ ସମତୁଲକୁ ଭାରି ହୁଏ ଯିଏ ରହେ ତଳକୁ। ଭକ୍ତ ବଡ ନା ଭଗବାନ ବଡ? ଏଇଟା ଗୁଣା ନାହିଁ। ସମୟ ପାଇଲେ ଭକ୍ତ ହେଇଯିବ ବଡ। କାରଣ ଶିବସ ବ୍ରାହ୍ମଣ ପ୍ରଭୁ କଣ କରିଥିଲା? ପଦାଘାତ କରିଥିଲା, ତଥାପି ପ୍ରଭୁ ଶୋଇନଥିଲେ। ବଳରାମ ଦାସ କହିନଥିଲେ ଜଗନ୍ନାଥ ପ୍ରଭୁ ବୁଢିଆଣି ସୂତା ଦେହରେ ବାନ୍ଧିକି ପକେଇଦେବି। ଭକ୍ତ ବୁଝିପାରୁଛ ନା ବୁଝିପାରିଲନି? ଭକ୍ତ ଯାବତ ଭକ୍ତ ତାବତ ଭଗବାନ। ଯଦି ଭକ୍ତ ନଥିବେ ପ୍ରଭୁ ରହିବେନି, ଯଦି ପ୍ରଭୁ ଦେବେ ଭକ୍ତ ନିଶ୍ଚିତ ଥିବେ। ଦିନ ଥିଲେ ରାତି ଅଛି, ରାତି ଥିଲେ ଦିନ ଅଛି, ପାପ ଥିଲେ ପୁଣ୍ୟ ଅଛି, ପୁଣ୍ୟ ଥିଲେ ପାପ ଅଛି। ହଁ କି ନାଇଁ? ସତ୍ୟ ଯୁଗରେ ଭକ୍ତ କିଏ? ସେ ପ୍ରହ୍ଲାଦ। ପିତା କିଏ? ହିରଣ୍ୟକଶ୍ୟପ ନା। ତ୍ରେତୟା ଯୁଗରେ ପରମ ଭକ୍ତ କିଏ? ସେ ହନୁମାନ। ବାପା କିଏ? କେଶରୀ। କିଏ ପବନ କହନ୍ତି, କିଏ ଶିବ କୁହନ୍ତି, କିନ୍ତୁ ମୁଖ୍ୟତଃ କିଏ? କେଶରୀ ଆଉ ନା। ଦ୍ୱାପର ଯୁଗରେ ପରମ ଭକ୍ତ କିଏ? ସେ ଉଦ୍ଧବ। ଉଦ୍ଧବ ବାପା ନା କଣ? ଜାଣିଛି। କଳିରେ, କଳି ଯୁଗରେ ଭକ୍ତ କିଏ? ଆରେ ଯୋଉ ଏ ଯୋଉ ଯୁଗ ଅବତାର ଲୀଳାର ଯୋଉ ଭକ୍ତ ସବୁ, ଏଇ ହଉଛି କଣ? ଗୁରୁ ଜ୍ଞାନ। ସେମିତି କଳି ଯୁଗରେ ଜଣେ ପରମ ଭକ୍ତ ମଧ୍ୟ ଆବିର୍ଭୂତ ହେବେ। ବୁଝିପାରୁଛ ନା ବୁଝିପାରୁଛ? ଯେମିତି କୃଷ୍ଣ ଉଦ୍ଧବ ପରସ୍ପର ପରିପୂରକ, ନାରାୟଣ ପ୍ରହ୍ଲାଦ, ହନୁମାନ ଶ୍ରୀରାମ। ଛାତି ଫାଡି ଦେଲେ ବଜରଙ୍ଗବାଲି ହୃଦୟରେ ଦେଖୁଛନ୍ତି ରାମ। କଳି ଯୁଗରେ ମଧ୍ୟ ଆଉ ଗୋଟେ ଭଲ କଥା ନୁହେଁ। ସତ୍ୟ ଯୁଗରେ ପ୍ରଭୁ କାହାକୁ ନେଇ ଖେଳିଲେ? କପି ମାନଙ୍କୁ ନେଇ। ତ୍ରେତୟାରେ କପି ମାନଙ୍କୁ ନେଇକି, ଦ୍ୱାପରରେ ଗୋପୀ ମାନଙ୍କୁ ନେଇ ଖେଳିଲେ। କଳିରେ କାହାକୁ ନେଇ ଖେଳିବେ ରେ? ହଁ କି ନାଇଁ? ବିଚିତ୍ର ମାଳିକା ଶାସ୍ତ୍ର ବିଚିତ୍ର, ତାକୁ ନେଇ ଆଣିଥିବା ବହୁ କଷ୍ଟ। ମହାପୁରୁଷ ବାଣୀ ହଉଛି ସାଗର, ଆମେ ସବୁ ତା ଦେହରୁ ରେଣୁର ରେଣୁ ମାତ୍ର ନିମିତ। ରେଣୁର ରେଣୁ ହେଇପାରିବ କି ନାହିଁ ତା ଠିକ ଏତେ ଗର୍ବ କରିବା କଥା ନୁହେଁ। ଇଏ ଗର୍ବ କଣ? ଅଢେଇ ଦିନ ଆଗେ ନିଜେ ଠିକ ରୁହ, ତାପରେ ଅନ୍ୟକୁ ଶିକ୍ଷା ଦିଅ। ଆମେ ତ ସ୍ୱାଧୀନ ନୁହେଁ, ଆମେ ପରାଧୀନ। ଆମେ ଅନ୍ୟକୁ କଣ ଶିକ୍ଷା ଦବା? ଠିକ ନା ଭୁଲ? ଆଜି ଗୋଟେ ବଢିଆ ବିଷୟ ଆଲୋଚନା କରିବା, କଣ? ଭକ୍ତିରେ ଭକ୍ତ ହେଲା। ଶୁଣ ଆରେ ଭାଇ ମନ, ଭକ୍ତର ଭକ୍ତି ବିଚାର, ବନି ନୁହଁଇ ମୁଖେ କହୁଅଛି ନିରନ୍ତର।
ଭକ୍ତର ଯୋଉ ଭକ୍ତି ଭାବ ତାହା ମୁଖରେ ବର୍ଣ୍ଣନା କରି ହୁଏ ନାହିଁ। ଠାକୁର ଅଭିରାମ ପରମହଂସଙ୍କ ଭାଷାରେ ସେ କୌଣସି କଲମ କାଗଜରେ ଲେଖି ହବନି କି ପଢେଇ ହବନି। କଣ ଭକ୍ତି ବିଦ୍ୟାଟା। ଭକ୍ତ ବୋଲି ଯାକୁ କହି କାମ କଳପନା ନାହିଁ, ସ୍ୱାର୍ଥକୁ କରଇ ତ୍ୟାଗ ହରିପଦେ ମନଟା। ଯେ ପ୍ରକୃତରେ ଭକ୍ତ ତାର କାମନା ବାସନା କିଛି ନଥିବ। ବୁଝିପାରୁଛ ନା? ଲୋଭାସକ୍ତ ମାନବ ସିଏ ହେଇନଥିବେ। ଭକ୍ତ ଭଗବାନ ଦୁଇ ଭାବିଲେ ଭିନ୍ନ ଭିନ୍ନ ନୋହି। ଭକ୍ତ ଭଗବାନ ସେ ଏମିତିଆ କଥା ମାନେ ମୁଖରେ ବର୍ଣ୍ଣନା କରିହବ ନାହିଁ। ଭାବିଲେ ଭିନ୍ନ ଭିନ୍ନ ନୁହେଁ, କେହି କାହାକୁ ଉଣା ନୁହନ୍ତି। ଏକାଙ୍ଗ ଭାବ ଗୋଟିକ ଯୁଗ ଯୁଗର, ଏ ଯୁଗେ ଯୁଗେ କଣ ଯଦି ପରସ୍ପର ପରିପୂରକ। ଭକ୍ତ ପାଇଁ ଭଗବାନ ଜନ୍ମନ୍ତି କ୍ଷିତି ମଧ୍ୟର, ବିଚିତ୍ର ଅଟଇ ବାବୁ ଏ ମହିରେ ଖେଳ ଘର। ପ୍ରଭୁ କାହିଁ ଜନ୍ମ ହୁଅନ୍ତି ନା ଭକ୍ତ ପାଇଁ ଜନ୍ମ ହୁଅନ୍ତି। ଠିକ ନା ଭୁଲ? ତେଣୁ ଇଏ ହଉଛି କଣ ବିଚିତ୍ର ଗୋଟେ ପ୍ରଭୁଙ୍କର ଲୀଳା। କହେ ସତ୍ୟାନନ୍ଦ ଧ୍ୟାଇ ଅଭକ୍ତି ମାର୍ଗରେ ରହି, ବର୍ଣ୍ଣି ନୁହଁଇ ମୁଖରେ ଯାହା ଦେଖେ ନେତ୍ର ମୋର। କହୁଛନ୍ତି ହେ ଜଗତବାସୀ, ମୁଁ ଆଖିରେ ଯାହା ଦେଖୁଛି ତା ମୁଖରେ ବର୍ଣ୍ଣନା କରିପାରୁନି। ଏତିକି ମନେ ରଖିଥାଅ, ଭକ୍ତର କଣ ହେଇଛି, ସେ ସ୍ୱାର୍ଥ ତା ପାଖରେ ନଥିବ। ସେ ସ୍ୱାର୍ଥକୁ ତ୍ୟାଗ କରିଦେଇଥିବ। କାମ କଳ୍ପନା ତାକୁ ଗ୍ରାସ ନଦବ। ସଦା ସର୍ବଦା ପ୍ରଭୁଙ୍କ ପାଖରେ କଣ ତ ମନୋନିବେଶ କରୁଥିବ। ଯାକୁ ତୁଳସୀରାମ ଦାସ କହିଲେ, ତୁଳସୀ ଦାସ କହିଲେ କୋଉଥିରେ ରାମଚରିତ ମାନସ, दुखे राम सुखे राम घूमते राम लिखित राम पढ़ते राम सदा सर्वदा राम। भक्त साइकेल चलौथब ठीक बाटे, प्रभु मन रखिथब ठीक बाटे। बुझी होची? आ खाली बड़ पूजा होची, बसी पड़िकी भल पाट पिंधि गोविंद गोविंद होगी भल आक्शन करदे, सेठू टिके ऊपर को उठी आइले सरीगला। से भक्तर भक्ति परीक्षा न था। जय जगन्नाथ। प्रभु सदिच्छा पूर्ण हो। बोल आनंदे कहा हरि।